ଜାଣିବା ପାଇଁ ଚାହିଁବି ଯେ ପୁଣି ଆପଣଙ୍କୁ କେତେବେଳେ ଗୋଟେ ଅଭିନେତା ହିସାବରେ ସ୍ୱୀକୃତି କେବେ ଅଭିନେତା ହିସାବରେ ସ୍ୱୀକୃତି ମତେ ମିଳିଲା ଆକ୍ଚୁଆଲି ହରି ଭାଇଙ୍କ ସହିତ ଗୋଟେ ବୋଲ ହରି ବୋଲ କରୁଥିଲି, ସେଠି କିଛି ଲୋକ ଜାଣିଥିଲେ। ତାପରେ ମିଷ୍ଟର ନନସେନ୍ସରେ ମୋ ଉପରେ ଟିକେ କନଫିଡେନ୍ସ ଆସିଲା, କାରଣ ଯେତେବେଳେ ଗୋଟେ ସମୟରେ ହରି ଭାଇଙ୍କର ମୋର କରୁଥିଲୁ, ତାପରେ ଗୋଟେ ଟାଇମ୍ ଆସିଲା ଯେ ହରି ଭାଇ ଭଲ ଫିଲ୍ମ ପାଇଲେ, ସେ ବ୍ୟସ୍ତ ରହିଲେ, ସେ ଆଉ ଟାଇମ୍ ଦେଇପାରିଲେନି, ମୁଁ ବି ତାଙ୍କ ସହିତ ଆଉ ସେମିତି କିଛି ଆସିଲାନି। ତ ପ୍ରଜ୍ଞାକୁ ମତେ କୁହାହେଲା ଯେ ତମେ ଗୋଟେ କୋ ଆର୍ଟିଷ୍ଟ ଖୋଜ, ଗୋଟେ ଭେଜା ଫ୍ରାଏ ବୋଲି ଗୋଟେ ସିରିଏଲ ମୁଁ କନସେପ୍ଟ ଦେଇଥିଲି, ସେତେବେଳେ ମୋ କନସେପ୍ଟ ବହୁତ ଆକ୍ସେପ୍ଟ ହଉଥିଲା। ଗୋଟେ ପିଲା କୋ ଆର୍ଟିଷ୍ଟ ନ ହେଲେ କେମିତି ହବ, ମୁଁ ସେଠୁ କୀର୍ତ୍ତି ମହାନ୍ତି ବୋଲି ଗୋଟେ ଆର୍ଟିଷ୍ଟ ତାକୁ କହିଲି, ସେଠୁ ସିଏ କହିଲା ମୁଁ ଟିକେ ଅଧିକା ପଇସା ନେବି, ସେମାନେ ଯେତିକି ପଇସା ଦେଲେ ସେଥିରୁ ମୁଁ ଚିନ୍ତା କରିଥିଲି ମୁଁ କିନ୍ତୁ ସ୍କ୍ରିପ୍ଟ ଇଏ ସେ ବାବଦରେ ମିନିମମ୍ 1000 ଖଣ୍ଡ ଟଙ୍କା ପାଇବା ଦରକାର, ଆଉ ଯେ କୋ ଆର୍ଟିଷ୍ଟ ସିଏ 500 ଟଙ୍କା ନେବ ଏମିତି ଭାବୁଥିଲି। 2500 ଖଣ୍ଡ ଟଙ୍କା ସେମାନେ ମିଳୁଥିଲା, କାରଣ ଷ୍ଟୁଡିଓ ଫୁଡିଓ ସବୁ ତାଙ୍କର ଥିଲା। ମିନ୍ ଟାଇମ୍ ଗୋଟେ ସର୍ଚ୍ଚରେ ଥିଲି ଯେ ଆର୍ଟିଷ୍ଟ ଗୋଟେ ଖୋଜିବି କିଏ ମୋ ସହିତ କରିପାରିବ, ଫ୍ଲେକ୍ସିବୁଲ୍ ଥିବ, ମୋ ଅନୁସାରେ ଚାଲିବ ଆଉ ହେଲ୍ପ କରିବ। କଲେଜରେ ଯାଇକିରି ପିଲାଙ୍କ ଭିତରେ ଖୋଜୁଥିଲି, କ୍ୟାମ୍ପସ୍ ଭିତରେ ଦେଖୁଥିଲି କିଏ, କଲେଜରେ ଆମର ଯେତେବେଳେ ଡ୍ରାମା ହୁଏ ପାସ୍ ଆଉଟ୍ ହେଲେ ବି ପୁରାତନ ପିଲାମାନଙ୍କୁ ଡାକନ୍ତି। ତ ଦିନେ ଦେଖିଲି ଗୋଟେ ନାଟକ ହେଉଛି, ସେଥିରେ ପ୍ରଜ୍ଞା ଆଉ ଚଞ୍ଚ ଯେ ପିଲାଟି ଚାଲିଗଲାଣି, ସେମାନେ ବଢ଼ିଆ କ୍ୟାରେକ୍ଟର ଦିଟା କରୁଛନ୍ତି, ଗୋଟେ ଚୋର କନେଷ୍ଟବଳର କ୍ୟାରେକ୍ଟର। ପ୍ରଜ୍ଞାର ସ୍ପାର୍କ ମୋତେ ବହୁତ ଭଲ ଲାଗିଲା, ତ ମୁଁ ଆଉ ସେଦିନ କିଛି କହିଲିନି ଭିଡ଼ ଭିତରେ। ତାପର ଦିନ ଯାଇକିରି ଆମ ଡିପାର୍ଟମେଣ୍ଟରେ ନବୀନ ସାର୍ଙ୍କୁ କହିଲି, ସାର୍ ସେଇ ଯେଉଁ ଚରିତ୍ରଟା କାଲି କିଏ କରୁଥିଲା ନା, ତା ନାଁ ପୁରା ପ୍ରଜ୍ଞା। ସେତେବେଳକୁ ମୁଁ ଟିକେ ଟିକେ କଲେଣି। ସେଠୁ ସେ ସାର୍ କହିଲେ, ଆଉ ଗୋଟେ ସିନିୟର ପିଲାକୁ କହିଲେ, ନଳିନୀ ବୋଲି ପିଲାକୁ, ସେଠୁ ସେମାନେ କହିଲେ ଆରେ ପ୍ରଜ୍ଞା ତୋର ଡୋରି ଲାଗିଗଲା ରେ, ଯା ଆସିଗଲା ତୋର ବର୍ତ୍ତମାନ ପଡ଼ିଲା ଆଉ। ସେଠୁ ମୁଁ କହିଲି ନାଇଁ ସାର୍ ମୁଁ ନେଉଛି, କେମିତି ହେବ ଦେଖିବା। ତାପରେ ପ୍ରଜ୍ଞା ଆସି ଆମ ଘରକୁ ଆସିଲା, ଆମେ ବସିକି ମୁଁ ଏମିତି ଏମିତି କ୍ୟାରେକ୍ଟର ଅଛି କରିବାକୁ ନା, ହଁ ଭାଇ। ତ ଯେତେବେଳେ ଦିଟା କ୍ୟାରେକ୍ଟର, ତାକୁ କେତେବେଳେ ମୁଁ ଚାକର କରିଦେବି, କେତେବେଳେ ମୋର ଆସିଷ୍ଟାଣ୍ଟ କରିଦେବି, କେତେବେଳେ ବାପ ପୁଅ, କେତେବେଳେ ଚୋର ପୋଲିସ, ଏମିତି କରୁ 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 କମ୍ବିନେସନ୍ ଆଉ ତାର କୋଅପରେସନ୍ ଆଉ ତାର ଆକ୍ଟିଂର ଶୈଳୀ ଆଉ ତାର ବ୍ୟକ୍ତିତ୍ୱ ମୋତେ ବହୁତ ମ୍ୟାଚ୍ କଲା। ତାପରେ ଲୋକ ନକଲି ଆସିଲା ଗୋଟେ ଟାଇମ୍ରେ, ଯେଉଁଟା ଆପଣ ହେଉଛନ୍ତି ତାର ସ୍ରଷ୍ଟା ବା ଆରମ୍ଭ କହିଲେ ଭୁଲ ହବନି। ସେଇଠି ଆମେ ଏମିତି ଯାଇଛୁ ଗୋଟେ କ'ଣ ଚେକ୍ ଫେକ୍ ଆଣିବା ପାଇଁ, ଆପଣ କହିଲେ ଆରେ ପ୍ରଜ୍ଞା ଶଙ୍କର ତମେ ତ ସବୁ ଇଏ କରୁଛ, ଗୋଟେ ଏମିତି କ୍ୟାରେକ୍ଟର କର, କ'ଣ ନା ଗୋଟେ ସିରିଏଲ କରିବ ସବୁ ପଲିଟିକାଲ ଇଏ ସିଏ। ଯେତେବେଳେ ଗୋଟେ ମୁଖ୍ୟମନ୍ତ୍ରୀ ଛତିଶଗଡ଼ର, ତାଙ୍କର ଗୋଟେ ଟପିକ୍ ନେଇ ଆପଣ କହିଲେ ପେପର ପଢ଼ ଏ କର, ଆପଣଙ୍କର ସବୁ ଯିଏ ସହଯୋଗୀ ଥିଲେ ତାଙ୍କୁ ଦିଅ, ପ୍ରିପେୟାର ହୁଅ, ଗେଟଅପ୍ ନେଇ କରି ଦେଖିବା କରିବା, କିଛି ଅସୁବିଧା ନାହିଁ। ତ ସେଠୁ ଆମେ କଲା ପରେ ଆହୁରି ଆପଣ ତାକୁ ବାଗେଇଲେ, ଚାଲିଛି ଆଉ। 2016 ମସିହାରେ 16ରୁ ଏପର୍ଯ୍ୟନ୍ତ ମୋର ହେଇଗଲା। କିନ୍ତୁ ମନେ ପଡୁଛି ଯାହା, ମୁଁ ଓଟିଭିରେ କାମ କରୁଥିଲି ସେତେବେଳେ ଆପଣ ଗୋଟେ ଦେଇଥିଲେ ପଲିଟିକାଲ ସର୍କସ୍, ସେଥିରେ ମୁଁ ଆପଣ ସେତେବେଳେ ବହୁତ ଅନୁରୋଧ କରୁଥିଲେ ଯେ ମତେ ବହୁତ ରିକ୍ୱେଷ୍ଟ ଆକ୍ଟର ହିସାବରେ ଗ୍ରହଣ କରାଯାଉ। ମୁଁ ଭାବୁଥିଲି ଯେ ମେକଅପ୍ କରୁଥିବା ଜଣେ ବ୍ୟକ୍ତି କାହିଁକି ବାରମ୍ବାର ଇଏ ଆକ୍ଟିଂ କରିବା ଲୋକ କିଏ? ଆପଣ ଯେମିତି ଭାବୁଥିଲେ ହଁ। ମେଗା ସିରିଏଲରେ ପ୍ରଡକ୍ସନରେ ପ୍ରଡ୍ୟୁସର ମାନେ ସେମିତି ଭାବୁଥିଲେ, କାରଣ ମେକଅପ୍ରେ ମୁଁ ବହୁତ ଷ୍ଟେବୁଲ ହେଇଯାଇଥିଲି, ସେଇଟାକୁ ପେଶା କରିଥିଲି, ସେଇଥିରେ ବଞ୍ଚୁଥିଲି, କିନ୍ତୁ ମୋର ଭୋକ ସେଇଠି ମୋର ମୁଁ ନଥିଲା। ଭାବୁଥିଲି ଯେ ଆପଣ ଗୋଟେ ଅଭିନୟ କ'ଣ କରିପାରିବେ, ମେକଅପ୍ କରୁଥିବା ଲୋକ କାହିଁକି ଅଭିନୟ କରିବାକୁ ଚାହିଁବେ? ମୋ ଭାଇ ଆପଣଙ୍କୁ କିନ୍ତୁ ବହୁତ ବୁଝେଇଛି ସେତେବେଳେ, ଆପଣ ଭିଡ଼ ଭିତରେ ବୁଝିପାରିନାହାନ୍ତି ଭାଇ, ବୁଝନ୍ତୁ। ବୁଝିଲି 2016 ମସିହା ମୁଁ କହିଛି ଯେ ମନେ ନାହିଁ ମୁଁ ଡ୍ରାମା ପାଠ ପଢିଛି, ମୁଁ ମେକଅପ୍ କରୁଛି ଇଏ କରୁଛି, ଆପଣ ସେତେବେଳେ ବ୍ୟସ୍ତ ଥାନ୍ତି। ଦେଖିବା କ'ଣଟା କରିବା, ସେଟାକୁ ଲେଟ୍ରେ ହଉ ବରଂ ଆପଣ ପ୍ରତିଶ୍ରୁତି ରଖିକିରି କଲେ, ଲୋକ ନ ହଁ ମୋର ମନେ ଅଛି ସେତେବେଳର କାହାଣୀ ସବୁ। ବଡ଼ କଥା ହେଉଛି ଯେ ଏଇ ଯୋଉ ଜର୍ଣ୍ଣି ଭିତରେ ଆପଣ କ'ଣ ଶିଖିଲେ ଶଙ୍କର? ଜର୍ଣ୍ଣି ଭିତରେ ମୁଁ ଏହା ଶିଖିଲି ଯେ ଆପଣଙ୍କର ଯୋଉଟା ପ୍ୟାସନ୍, ଯୋଉ ଜିନିଷଟାକୁ ଆପଣ ବହୁତ ଭଲ ପାଆନ୍ତି, ଆପଣ ଯଦି ନିଷ୍ଠାର ସହିତ ସେ ଜିନିଷ ପ୍ରତି ଫୋକସ୍ କରିବେ, ମେ ବି ଲେଟ୍ ହବ କିନ୍ତୁ ସେଇଟା ଆପଣଙ୍କୁ ମିଳିବ। ଇଏ ହେଉଛି ଆପଣଙ୍କର ମେକଅପ୍ ମ୍ୟାନରୁ ଅଭିନେତା ଅଭିନୟ ବନିବାର କାହାଣୀ, ଯାଇଥିବା ଚାକର ଭୂମିକାରୁ। ବାପା ମତେ ଯେତେବେଳେ ମୁଁ ଆକ୍ଟିଂ କଲି ପ୍ରଥମେ ସେ ଗୁରୁତ୍ୱ ଦଉନଥିଲେ, ପରବର୍ତ୍ତୀ ସମୟରେ ବାପା ମତେ କହିଲେ ଯେ ଯାହା ହଉ ତୁ ଭଲ ଆକ୍ଟିଂ କରୁଛୁ। ତୁ ଜିଦ୍ରେ ତୁ ରହିକିରି
ତୁ କରିଲୁ କିନ୍ତୁ ବହୁତ ସିଏ ମନ ଦୁଃଖ କରୁଥିଲେ ଯେ ତୁ ଗୋଟେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ତୁ ପାଇପାରିଲୁ କାରଣ ସେତେବେଳେ ହରି ଭାଇ ପାଉଥିଲେ ଆହୁରି ଅନ୍ୟାନ୍ୟ ଆର୍ଟିଷ୍ଟ ପାଉଥିଲେ ମୁଁ କହିଲି ସେଇଟାରେ କ'ଣ ଅଛି ମୁଁ ତ କରୁଛି ନା ସରକାର ଯାହାକୁ ନୋଟିସ୍ କରିବେ ସିଏ ଗୋଟେ ହଉଛି ଅଲଗା ତୁ ଏଇ ଯୋଉ ଯେତେ ଟିଣା କାଠ ସବୁ ଆଣି ଘରେ ସଜାଇଛୁ ଇଏ ସବୁ ଆୟୋଜକ ମାନେ କରନ୍ତି ତମକୁ ସବୁ ମାଙ୍କଡ ନଚେଇବା ପାଇଁ ସରକାରର ଗୋଟେ ବୋର୍ଡ ଅଛି ସେ କଥାଟା ବୁଝୁଥିଲେ ଦେଖ ଆମେ ଏତେ ଲୋନ୍ କରୁଛୁ ସରକାରୀ ଲୋନ୍ ଅଲଗା ଜିନିଷ ସରକାରୀ ସ୍କୁଲ ଅଲଗା ଜିନିଷ କାରଣ ଗଭର୍ଣ୍ଣମେଣ୍ଟ ଜିନିଷଟାକୁ ସବୁବେଳେ ସେ ଫୋକସ୍ କରୁଥିଲେ ଦୁର୍ଭାଗ୍ୟ ମୋତେ ସେ ଆୱାର୍ଡଟି ମିଳିଲା ଲାଷ୍ଟ ଇୟରରେ କିନ୍ତୁ ବାପା ଆଉ ନାହାନ୍ତି ବାପା ଆଉ ନା ଦେଖିପାରିଲେନି ସେଟା ଶଙ୍କର ମୁଁ ଜାଣିବା ପାଇଁ ଚାହିଁବି ଯେ ଏଇ ଯୋଉ ଆମେରିକା ଆପଣ ଯାଇଥିଲେ ଆମେରିକାରେ କ'ଣ ଦେଖିଲେ ଆପଣ? ଆମେରିକାରେ ମୁଁ ଦେଖିଲି ଯେ ଗୋଟେ କେତେ ଚେଞ୍ଜେସ୍ ଆପଣ ତ ମୋ ସାଙ୍ଗରେ ଥିଲେ ଆମେ ସେ ଜର୍ଣ୍ଣିରେ ଆପଣ ଗୋଟେ ପାର୍ଟ ଥିଲେ ଆପଣ ମୁଁ ସୋଫିଆ ଆଉ ବହୁ ଚର୍ଚ୍ଚିତ ହାସ୍ୟ ଅଭିନେତା ପ୍ରଜ୍ଞା ବାବୁ ଥିଲେ ତ ସେଇଠି ମନେ ମୁଁ ଆପଣଙ୍କ ସହିତ ମାନେ ଭଲକିରି ମିଶିଲି ଆପଣଙ୍କୁ ଏମିତି ମୁଁ ଗୋଟେ ସାମ୍ବାଦିକ ବୋଲି ଭାବେ ସବୁବେଳେ କିନ୍ତୁ ସେଇଠି ମୁଁ ଦେଖିଲି ଯେ ଆପଣଙ୍କ ଭିତରେ ଗୋଟେ ମଣିଷଟେ ଲୁଚିକି ରହିଛି ଆପଣ ଚାହାନ୍ତି ଯେ କୋଉଠି ନା କୋଉଠି ଆପଣଙ୍କ ଭିତରେ ସେ ଇଏଟା ଅଛି ଯେ ଜଣେ ଯଦି ପାରୁଛି ତାକୁ ଗୋଟେ ଲିଫ୍ଟ ଦିଆଯାଉ କିନ୍ତୁ ଅନଫର୍ଚୁନେଟଲି ଆମକୁ ସେଠି 20-25 ଦିନର ସୁବିଧା ଥିଲା ଗୁଡେ ଅର୍ଥ ସହିତ ଗୁଡେ ପପୁଲାରିଟି ଆଉ ବହୁତ ଜିନିଷ ଦେଖିବା ପାଇଁ କିନ୍ତୁ ସେଇଟା ହେଇପାରିଲାନି ଆମର କାମର ବ୍ୟସ୍ତତା ଯୋଗୁଁ ଆମେ ପଳେଇ ଆସିଲୁ ଏଠି ଯୋଉ ଆସାଇନମେଣ୍ଟ ସବୁ ରହିଛି ଚ୍ୟାନେଲ ମାନଙ୍କରେ କିନ୍ତୁ ଯେତିକି ଦିନ ଯାଇଛି ତା ଭିତରେ ମୁଁ ଯଦି ସଂକ୍ଷେପରେ କହିବି ସେଇଠି ଯୋଉ ଓଡ଼ିଆ ଆସୋସିଏସନ ସେମାନଙ୍କର ଗୋଟେ ଭବ୍ୟ ସ୍ୱାଗତ ଆମ ପାଇଁ ଥିଲା ବିଦେଶରେ ବି ଏତେ ଲୋକ ଆମକୁ ଭଲ ପାଉଛନ୍ତି ଆମର ପ୍ରତ୍ୟେକ ଚରିତ୍ରକୁ ସେମାନେ ମନେ ରଖିଛନ୍ତି ତାଙ୍କର ଯୋଉ ବ୍ୟସ୍ତ ବହୁଳତା ଭିତରେ ସେମାନେ ଆମକୁ ଚାହିଁଲେ ଏବଂ ଆମେ ଯାଇ ସେଠି 3 ଦିନର ଯୋଉ ତାଙ୍କର କନଭେନସନ ହେଲା ଓଷାର ସେଥିରେ ଇଏ କଲୁ ଆମ କଲଚରକୁ ସେମାନେ କେମିତି ମାନେ ସେଠି ସଜେଇଛନ୍ତି ଚିତା ଝୋଟି ଦୋଳି ସବୁ କଥାକୁ ସେ ରଖିଛନ୍ତି ଓଡ଼ିଆର ଟ୍ରାଡିସନକୁ ସେମାନେ ମଞ୍ଚରେ ପ୍ରେଜେଣ୍ଟ କରାଉଛନ୍ତି ଆଉ ତାଙ୍କର ଖାଇବା ପିଇବା ସେଠି ଏତେ ବିଦେଶୀ ଖାଦ୍ୟ ଥିଲେ ବି ଆମେ ଯାହା ଚାହୁଁଥିଲୁ ସେସବୁ ଜିନିଷ ଖାଇପାରୁଥିଲୁ ଆଉ ସେମାନେ ଏତେ ସୁନ୍ଦର ଭାବରେ ଆମକୁ ନେଇ ବିଭିନ୍ନ ଜାଗା ଯୋଉ ଦେଖେଇଲେ ସେ ଲେକ୍ ହଉ କିମ୍ବା ସେ ଯୋଉ ସମୁଦ୍ର ଭିତରେ ଆକ୍ୱାରିୟମ ହଉ ପ୍ରତ୍ୟେକ ଜିନିଷ ଭାରି ମନଛୁଆଁ ଆଉ ପ୍ରତ୍ୟେକ ମୁଁ ସମସ୍ତଙ୍କୁ ରିକ୍ୱେଷ୍ଟ କରିବି ଯଦି ଆପଣମାନଙ୍କ ପାଖରେ ସୁବିଧା ଆଉ ସୁଯୋଗ ଅଛି ଥରେ ଆମେରିକା ଯିବା ଉଚିତ ଆମେରିକା ଯିବା ଉଚିତ ହଁ କାହିଁକି ନା ସେଇଟା ଗୋଟେ 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 ଡିଫରେଣ୍ଟ ଜାଗା ଆମେ ସେଟାକୁ କେବଳ ଡ୍ରିମରେ ଭାବୁଛୁ ଆଉ ଯେତେ ଭିଡ଼ିଓରେ ଦେଖିଲେ ଯେତେ ଯାହା ଗଲେ ସେଠି ପହଞ୍ଚିଲା ପରେ ସେଇ ଯୋଉ ଆମେ ଯୋଉ ଲିଚି ତୋଳି ଧୀର ଭାଇ ଆମେ କିଣିକି ତୋଳିକିରି ଖାଉଥିଲେ ସେଠି ଯୋଉ ଚାଲୁଥିଲେ ଆପଣଙ୍କ ସହିତ ମୁଁ କଥା ହଉଥିଲି ମର୍ଣ୍ଣିଂ ୱାକ୍ ଆମେ କରିଛେ ଯେ ଜାଗା ଜାଗାରେ ପାଣି କେମିତି ରହିଛି ତାଙ୍କର ଟ୍ରାଫିକ କେମିତି ଓଡ଼ିଆରୁ ଗୋଟେ ଲୋକ ଯାଇ ସେଠି ରୋଷେଇ କରିକିରି କେତେ ଅର୍ଥ ରୋଜଗାର କରିପାରୁଛି ଆଉ ନନାଙ୍କ କଥା ନନାଙ୍କ ନାଁ କ'ଣ କମଳା ନନା ମାନେ ସତରେ କମଳା ଭଳି ସେ ତାଙ୍କ ସହିତ ଆପଣଙ୍କର ଯୋଉ ଗାଡି ଭିତରେ ଯୋଉ ଇଣ୍ଟରାକ୍ସନ ସବୁ କଥା ଭାରି ଠାକୁର ପୂଜା କରି ଜଣେ ପାଖାପାଖି 8 ରୁ 10 ଲକ୍ଷ ଟଙ୍କା ଇନକମ କରୁଛି ଆମେ ହଠାତ୍ ଚମିକି ପଡିଲେ ଯେ ଏତେ ପଇସା ସେ ରୋଜଗାର କରିପାରୁଛନ୍ତି ଆଉ ଆମ ନନା ମାନଙ୍କ କଥା ମନେ ପଡୁଥିଲା ଆମ ନନା ମାନେ କେତେ ଅସୁବିଧା ସେ କହୁଛି ଯେ ସେ ପୁଣି କହିଲେ ସେଠି ଯେ ଆମକୁ ଆମେ ଯୋଉ ଯେ ଏଠି ଆପଣ ଗୋଟେ ଧାତୁ ଉପହାର ଦେଇପାରିବେ ସୁନା ହୀରା ଲୀଳା ଆମେ ସେଠି ଗୋଟେ ପଇସା ଦେଇ ଦଉଛୁ ଚାଉଳ ମୁଠେ ଦେଇ ଦଉଛୁ ରିଅଲି ସୁନାଟା ଦିଆଯାଏ କେତେ ଟଙ୍କା ତମକୁ ମିଳେ ନା ଏତିକି 10 ଲକ୍ଷ ଟଙ୍କା ବାଦେ କୋଉଠୁ ସୁନା କୋଉଠୁ ଚେନ୍ ସେ ଦେଖେଇ ଦଉଛି କାଢିକିରି ହେଇ ମୁଁ ଏ ଚେନ୍ ଟା ପାଇଛି ହେଇ ମୁଁ ଏ ମୁଦି ପାଇଛି ଆକ୍ଚୁଆଲି ଓଡ଼ିଶାର ନନା ବି ଆମେରିକାରେ ଅଛନ୍ତି ଓଡ଼ିଶାର ନନା ଚିକାଗୋ ସହରରେ ଅଛନ୍ତି ତାର ପୁଣି ସବୁ ଖର୍ଚ୍ଚ ବାର୍ଚ୍ଚ ଯାଇକିରି ସେ ନନା ଆମକୁ ଗାଡିରେ ଡ୍ରାଇଭ କରିକି ନେଲେ ଆଉ ସିଏ ଆପଣଙ୍କର ବି ଫ୍ୟାନ୍ ଆମର ବି ଫ୍ୟାନ୍ ସେ ବହୁତ ସୁନ୍ଦର ଭାବରେ ବୁଲେଇଲେ ଆମେରିକାର ସେ ଯୋଉ ଅନୁଭୂତି ଆଉ ଯୋଉ ଇମିଗ୍ରେସନ ପାଇଁ ଯୋଉ ଇଣ୍ଟରଭ୍ୟୁ ସେ ଇଣ୍ଟରଭ୍ୟୁର ଅଭିଜ୍ଞତା ଟିକେ ପ୍ରଜ୍ଞାର ଯୋଉ ଇଂଲିଶ ଯୋଉ ପଚାରିବା ଭିତରେ କାଳେ ଫେଲ ହେଇଯିବ ବୋଲିକିରି ମୁଁ ତା ପଛରେ ଯୋଉ ଇଂଲିଶ କହିଲା ବେଳକୁ ସେ ଖାଲି ଗୋଟେ ଡାଇଲଗ କରିଥାଏ ଆଣ୍ଡ ଦ୍ୟାଟ୍ସ ଡ୍ରାମା ଆପଣଙ୍କୁ କୁହାଯାଇଥାଏ ଯେ ଆର୍ଟିଷ୍ଟ ବୋଲି ନିଜକୁ କହିବ ଆଉ ଆମେରିକାରେ ଗୋଟେ ପ୍ରୋଗ୍ରାମ ହଉଛି ସେ ପ୍ରୋଗ୍ରାମ ପାଇଁ ଆମକୁ ଇନଭିଟେସନ ଆସିଛି ଆମେ ଯାଉଛୁ ସେ କଥାକୁ ଇଂଲିଶରେ କହିବାକୁ ପଡିବ ଯୋଉମାନେ ପାସପୋର୍ଟ ଅଫିସର ଅଛନ୍ତି
ଭିସା ଅଫିସର ଅଛନ୍ତି ତାଙ୍କୁ ବେଶୀ କହିବେ। ଆଡୁ ସାଡୁ କହିବନି ସେଠି ସବୁଠୁ ବେଶୀ ଭୟ ଯେ ସୋଫିଆ ଆପଣ ତ ଇଂଲିଶ କୁହନ୍ତି କହିପାରିବେ ଯେ ମୁଁ କହିଦେଇ ପାରେ ପ୍ରଜ୍ଞା କଣ କହିବ ସେ ଟେନସନ ଥିଲା କିନ୍ତୁ ଈଶ୍ୱରଙ୍କ ଆଶୀର୍ବାଦ ବୋଧହୁଏ ସେ ସାମ୍ନା ଲୋକ ଆମର ଇମୋସନକୁ ବୁଝିକିରି କେମିତି କଣ ଆମେ ପାସ୍ କରିଗଲୁ କିନ୍ତୁ ସୋଫିଆର କେମିତି କଣ ସରି ଯାଉଛି ନାଜିଆର କେମିତି କଣ ଏପଟ ସେପଟ ହେଇଗଲା ସେଇ ସମୟଟା ଯୋଉ ଆମେ ଟେନସନରେ ରହିଲୁ କାଳେ ସିଏ ରହିଯିବ ସିଏ ପୁଣି ଆମର ତାଙ୍କ ଟିମରେ ଆମେ ଯାଉଛୁ ଯିବୁ ନ ଯିବୁ ଯୋଉ ଟେନସନ ଥିଲା ଯାଉ ଲାଷ୍ଟ ମୋମେଣ୍ଟରେ ଏତେ ଟେନସନ ଯେ ଗୋଟେ ପେପର ସେଇଠି ହଜି ଯାଉଥିବ କିନ୍ତୁ ପାଉନଥିବ ସେଇଠି ଥିବ ହଁ, ଜୀବନର ଇଏ ହେଉଛି ଗୋଟେ ଭିନ୍ନ ଦିଗ।